ଜୀବନରେ ଯଦି ଆପଣ କେବେ କାହାର ଋଣୀ ଅଛନ୍ତି ତାହେଲେ ଯେମିତି ହେଲେ ବି ସେ ଋଣ ଆପଣଙ୍କୁ ଶୁଝିବାକୁ ପଡ଼ିବ। କିନ୍ତୁ ଗୋଟେ କଥା ମନେ ରଖନ୍ତୁ, କୌଣସି ଋଣ ଜୀବନ ଋଣରୁ ବଡ଼ ହୋଇନଥାଏ। କିଛି ଲୋକ କୁହନ୍ତି ମାତୃ ଋଣ ସବୁଠୁ ବଡ଼ ହୋଇଥାଏ। ତାହେଲେ ଏଠି ପ୍ରଶ୍ନ ଆସୁଛି, ସବୁଠୁ ବଡ଼ ମା କିଏ? ଯିଏ ଉପରେ ଅଛି। ଯଦି ମାତୃ ଋଣ ଶୁଝିବାର ଅଛି ତାହେଲେ ତାର ଶୁଝିବ ନା, ଯିଏ ଜଗତ ଜନନୀ ମହାମାୟା ଅଟେ। ଆପଣ କହିବେ ପିତୃ ଋଣ ସବୁଠୁ ବଡ଼ ହୋଇଥାଏ। ତାହେଲେ ସବୁଠୁ ବଡ଼ ବାପା କିଏ? ଯଦି ପିତୃ ଋଣ ଶୁଝିବାର ଅଛି ତାହେଲେ ତାର ଶୁଝିବ ନା, ଯିଏ ପରମ ପିତା ପରମେଶ୍ୱର ଅଟେ, ଯିଏ ଆମ ସମସ୍ତଙ୍କର ବାପା ଅଟନ୍ତି। ଆପଣ କହିବେ ଗୁରୁ ଋଣ ସବୁଠୁ ବଡ଼ ହୋଇଥାଏ। ତାହେଲେ ସବୁଠୁ ବଡ଼ ଗୁରୁ କିଏ? ସବୁଠୁ ବଡ଼ ଗୁରୁ ହେଉଛି ଆତ୍ମା ନିଜେ। ତାହେଲେ ତା ଋଣ ପ୍ରଥମେ ଶୁଝିବେ ନା। ଆଉ ଯଦି ଏ ଋଣକୁ ଆପଣ ଶୁଝିଦେଲେ ତାହେଲେ ଆପଣଙ୍କ ସବୁ ଋଣ ଶୁଝା ହେଇଗଲା ବୋଲି ଭାବନ୍ତୁ।